गुड मॉर्निंग पिलामाने। आज आम आलोचना करिबा भौतिक विज्ञानर रासायनिक प्रतिक्रिया और रासायनिक समीकरण विषयर किछि इंपोर्टेंट एमसीक्यू क्वेश्चन। हमर प्रथम क्वेश्चन टी हला केउंटी एक रासायनिक परिवर्तन नुहे। ऑप्शन गुडी हला जल बरफ हेबा, क्षीर दही रे परिणत हेबा, खाद्य हजम हेबा और कागज जली पाउंस हेबा। एठारे ऑप्शन ए जो अछि जल बरफ हेबा एहा एक भौतिक परिवर्तन। तेणु एहार करेक्ट आंसर हबो ऑप्शन ए जल बरफ हेबा। ଏହା ଏକ ରାସାୟନିକ ପରିବର୍ତ୍ତନ ନୁହେଁ। ବାକି ତିନୋଟି ଅପସନ ଅଛି କ୍ଷୀର ଦହିରେ ପରିଣତ ହେବା, ଖାଦ୍ୟ ହଜମ ହେବା, କାଗଜ ଜଳି ପାଉଁଶ ହେବା। ଏଗୁଡ଼ିକ ଗୋଟିଏ ଗୋଟିଏ ରାସାୟନିକ ପରିବର୍ତ୍ତନ। ତେଣୁ ଏହାର କରେକ୍ଟ ଆନ୍ସର ହବ ଅପସନ ଏ ଜଳ ବରଫ ହେବା। ନେକ୍ସଟ କ୍ୱେଶ୍ଚନ ଲେଡ୍ ନାଇଟ୍ରେଟର ଜଳୀୟ ଦ୍ରବଣରେ ପୋଟାସିୟମ ଆୟୋଡାଇଡର ଜଳୀୟ ଦ୍ରବଣ ମିଶାଇଲେ ଯେଉଁ ଅବକ୍ଷେପ ସୃଷ୍ଟି ହୁଏ ତାହାର ରଙ୍ଗ କ'ଣ? ଅପସନ ଗୁଡ଼ିକ ହେଲା ଲାଲ, ସବୁଜ, ନୀଳ, ହଳଦିଆ। ଏହାର କରେକ୍ଟ ଆନ୍ସର ହବ ଅପସନ ଡି ହଳଦିଆ। ତାହେଲେ ଲେଡ୍ ନାଇଟ୍ରେଟର ଜଳୀୟ ଦ୍ରବଣରେ ପୋଟାସିୟମ ଆୟୋଡାଇଡର ଜଳୀୟ ଦ୍ରବଣ ମିଶାଇଲେ ହଳଦିଆ ରଙ୍ଗର ଅବକ୍ଷେପ ସୃଷ୍ଟି ହୁଏ। ନେକ୍ସଟ କ୍ୱେଶ୍ଚନ କ୍ୟାଲସିୟମ କାର୍ବୋନେଟ CaCO3 କୁ ଉତ୍ତପ୍ତ କଲେ ଯେଉଁ କଠିନ ପଦାର୍ଥ ସୃଷ୍ଟି ହୁଏ ତାର ରାସାୟନିକ ନାମ କ'ଣ? କ୍ୟାଲସିୟମ, କ୍ୟାଲସିୟମ ଅକ୍ସାଇଡ, କ୍ୟାଲସିୟମ କାର୍ବୋନେଟ, କ୍ୟାଲସିୟମ କାର୍ବାଇଡ। ଆମେ ଯଦି କ୍ୟାଲସିୟମ କାର୍ବୋନେଟ CaCO3 କୁ ଗରମ କରିବା ଆମେ ପାଇବା କ୍ୟାଲସିୟମ ଅକ୍ସାଇଡ ପ୍ଲସ୍ କାର୍ବନ ଡାଇଅକ୍ସାଇଡ। ଏଠାରେ ପ୍ରଥମେ କ୍ୟାଲସିୟମ କାର୍ବୋନେଟ ସଲିଡ ଅବସ୍ଥାରେ ଥାଏ। ଏହାକୁ ଗରମ କଲେ ବା ଉତ୍ତପ୍ତ କଲେ ଆମେ ଯେଉଁ କ୍ୟାଲସିୟମ ଅକ୍ସାଇଡ ପାଇବା ଏହା ମଧ୍ୟ ସଲିଡ ଅବସ୍ଥାରେ ଥାଏ। କିନ୍ତୁ କାର୍ବନ ଡାଇଅକ୍ସାଇଡ ଆମେ ଜାଣିଛେ ଏହା କୋଉ ଅବସ୍ଥାରେ ଥାଏ ନା ଗ୍ୟାସୀୟ ଅବସ୍ଥାରେ ଥାଏ। ତେଣୁ ଏହାର କରେକ୍ଟ ଆନ୍ସର କ'ଣ ହବ ନା କ୍ୟାଲସିୟମ ଅକ୍ସାଇଡ। ତେଣୁ ଏହାର କରେକ୍ଟ ଆନ୍ସର ହବ ଅପସନ ବି କ୍ୟାଲସିୟମ ଅକ୍ସାଇଡ। ତେଣୁ କ୍ୟାଲସିୟମ କାର୍ବୋନେଟକୁ ଉତ୍ତପ୍ତ କଲେ ଯେଉଁ କଠିନ ପଦାର୍ଥ ସୃଷ୍ଟି ହୁଏ ତାର ରାସାୟନିକ ନାମ କ୍ୟାଲସିୟମ ଅକ୍ସାଇଡ ବା CaO। ନେକ୍ସଟ କ୍ୱେଶ୍ଚନ ଲେଡ୍ ନାଇଟ୍ରେଟକୁ ଉତ୍ତପ୍ତ କଲେ ସୃଷ୍ଟି ହେଉଥିବା ବାଦାମୀ ରଙ୍ଗର ଧୂମ କେଉଁ ଗ୍ୟାସ ଅଟେ? ଲେଡ୍ ନାଇଟ୍ରେଟକୁ ଉତ୍ତପ୍ତ କଲେ ଯେଉଁ ବାଦାମୀ ରଙ୍ଗର ଧୂମ ସୃଷ୍ଟି ହୁଏ ତାହା କେଉଁ ଗ୍ୟାସ? ଅକ୍ସିଜେନ, ନାଇଟ୍ରୋଜେନ, ନାଇଟ୍ରୋଜେନ ଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ। ଏହାର କରେକ୍ଟ ଆନ୍ସର ହବ ଅପସନ ଡି ନାଇଟ୍ରୋଜେନ ଡାଇଅକ୍ସାଇଡ NO2 ନାଇଟ୍ରୋଜେନ ଡାଇଅକ୍ସାଇଡ। ତ ଅପସନ ଡି ଇଜ ଦ କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ କଲି ଚୂନକୁ ଜଳ ସହ ମିଶାଇଲେ କେଉଁ ରାସାୟନିକ ପ୍ରତିକ୍ରିୟା ସଂଗଠିତ ହୁଏ? କଲି ଚୂନକୁ ଜଳ ସହ, କଲି ଚୂନର ସଂକେତ ହେଲା CaO କୁ ଆମେ ଯଦି ଜଳ ସହ ରାସାୟନିକ ପ୍ରତିକ୍ରିୟା H2O ସହିତ ଆମେ ପାଇବା CaOH2। ଏଠାରେ ଦୁଇଟି ପ୍ରତିକାରକ ମିଶି ଗୋଟିଏ ଉତ୍ପାଦ ମିଳୁଛି। ତେଣୁ ଏହା କେଉଁ ପ୍ରକାର ରାସାୟନିକ ପ୍ରତିକ୍ରିୟା ହବ ନା ଏହା ହବ ସଂଶ୍ଳେଷଣ ରାସାୟନିକ ପ୍ରତିକ୍ରିୟା। ଅପସନ ସି ଇଜ ଦ କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ ଘରର କାନ୍ଥକୁ ଚୂନ ପାଣି ଦ୍ୱାରା ଧୋଳାଇବାର 2-3 ଦିନ ପରେ ଅଧିକ ଉଜ୍ଜ୍ୱଳ ଦେଖାଯାଏ। ଏହା ପାଇଁ ଦାୟୀ ହେଉଥିବା ପଦାର୍ଥଟିର ନାମ କ'ଣ? କ୍ୟାଲସିୟମ କାର୍ବୋନେଟ, କ୍ୟାଲସିୟମ ଅକ୍ସାଇଡ, ସମିତ ଚୂନ, କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ। ତେଣୁ ଏହାର କରେକ୍ଟ ଆନ୍ସର ହବ ଅପସନ ଏ କ୍ୟାଲସିୟମ କାର୍ବୋନେଟ। ନେକ୍ସଟ କ୍ୱେଶ୍ଚନ ଫେରସ ସଲଫେଟ ସ୍ଫଟିକକୁ ଉତ୍ତପ୍ତ କଲେ କେତୋଟି ଗ୍ୟାସୀୟ ଉତ୍ପାଦ ସୃଷ୍ଟି ହୋଇଥାଏ? ଫେରସ ସଲଫେଟ ସ୍ଫଟିକକୁ ଯଦି ଆମେ ଗରମ କରିବା କେତୋଟି ଗ୍ୟାସୀୟ ଉତ୍ପାଦ ସୃଷ୍ଟି ହେବ ସେଥିରୁ? ଗୋଟିଏ, ଦୁଇଟି, ତିନୋଟି ନା ଚାରୋଟି? ଏହାର କରେକ୍ଟ ଆନ୍ସର ହବ ଅପସନ ବି 2ଟି। ନେକ୍ସଟ କ୍ୱେଶ୍ଚନ ଚିପ୍ସ ଖୋଳରେ ଉତ୍ପାଦନକାରୀମାନେ ଜାରଣ ପ୍ରତିହତ କରିବାକୁ କେଉଁ ଗ୍ୟାସ ଭର୍ତ୍ତି କରିଥାନ୍ତି ବା ଖାଦ୍ୟକୁ ଅଧିକ ଦିନ ଷ୍ଟୋର କରିବା ପାଇଁ ଚିପ୍ସ ଖୋଳ ମଧ୍ୟରେ କେଉଁ ଗ୍ୟାସ ଭର୍ତ୍ତି କରାଯାଇଥାଏ? ହାଇଡ୍ରୋଜେନ ଗ୍ୟାସ ନା ଅକ୍ସିଜେନ ଗ୍ୟାସ, ନାଇଟ୍ରୋଜେନ ଗ୍ୟାସ ନା କାର୍ବନ ଡାଇଅକ୍ସାଇଡ ଗ୍ୟାସ? ଏହାର କରେକ୍ଟ ଆନ୍ସର ହବ ଅପସନ ସି ନାଇଟ୍ରୋଜେନ ଗ୍ୟାସ N2। ନେକ୍ସଟ କ୍ୱେଶ୍ଚନ ନିମ୍ନୋକ୍ତ ରାସାୟନିକ ପ୍ରତିକ୍ରିୟାରେ କେଉଁଟି ଏକ ଜାରକ ZnO ବା ଜିଙ୍କ ଅକ୍ସାଇଡ ସହ କାର୍ବନ ପ୍ରତିକ୍ରିୟା କଲେ ଆମେ ପାଇଥାଉ ଜିଙ୍କ ପ୍ଲସ୍ କାର୍ବନ ମୋନୋକ୍ସାଇଡ। ଏଠାରେ ଜାରକ ଭାବରେ କିଏ କାର୍ଯ୍ୟ କରିଥାଏ ବା କେଉଁଟି ଏକ ଜାରକ? ଅପସନ ଗୁଡ଼ିକ ହେଲା ଜିଙ୍କ ଅକ୍ସାଇଡ, କାର୍ବନ, ଜିଙ୍କ, କାର୍ବନ ମୋନୋକ୍ସାଇଡ। ଏହାର କରେକ୍ଟ ଆନ୍ସର ହବ ଅପସନ ଏ ଜିଙ୍କ ଅକ୍ସାଇଡ ବା ZnO। ଏହା ଏକ ଜାରକ ଭାବରେ କାର୍ଯ୍ୟ କରିଥାଏ। ନେକ୍ସଟ କ୍ୱେଶ୍ଚନ MnO2 + 4HCl ରିଆକ୍ସନ କଲା ପରେ ଆମେ ପାଇବୁ ଏଠି ଥିରୋଜିନ।
MnCl2 + 2H2O + क्लोरीन रासायनिक प्रतिक्रिया रे केउंठी एक विजारक ए रासायनिक प्रतिक्रिया रे केउंठी एक विजारक ऑप्शन गुडी कहला HCl हाइड्रोक्लोरिक एसिड MnO2 MnCl2 ना क्लोरीन यार करेक्ट आंसर हबो ऑप्शन ए HCl बा हाइड्रोक्लोरिक एसिड। नेक्स्ट क्वेश्चन निम्नोक्त रासायनिक प्रतिक्रियाटी केउ प्रकारर प्रतिक्रिया जिंक प्लस सल्फ्यूरिक एसिड रिएक्शन कला पर आमे पाउछु जिंक सल्फेट प्लस H2 गैस एही रासायनिक प्रतिक्रिया रे जेहेतु गोटिए आयन विनिमय हेउछि तने या केउ प्रकार प्रतिक्रिया यह हेउछि एक विस्थापन प्रतिक्रिया ऑप्शन ए इज द करेक्ट आंसर। नेक्स्ट क्वेश्चन तेल और चर्बी जातीय पदार्थ रोहणिया गंध बाहर डैश अवस्था कहुए ऑप्शन गुडी कहला संख्यारण सढ़ा अवस्था पचा द्रवणीय यार करेक्ट आंसर हम ऑप्शन बी सढ़ा अवस्था तेल और चर्बी जातीय पदार्थ रोहणिया गंध बाहर सढ़ा अवस्था कहुए। नेक्स्ट क्वेश्चन MnO2 + HCl रिएक्शन कला पर आमे पाउछु MnCl2 + H2O + क्लोरीन एही समीकरण रे लिक्विड एक्वस सॉलिड गैस मध्यरु केतोडी व्यवहार करा जाय परिबो लिक्विड बा चारोटी जाक व्यवहार करा जाय परिबो लिक्विड एक्वस सॉलिड गैस ना तीनोटी ना दुईटी ना गोटी केतोडी व्यवहार करा जाय परिबो हम जदि रिएक्शन टी को लिखिबु MnO2 यह केउ अवस्था थाए सॉलिड अवस्था थाए प्लस HCl हाइड्रोक्लोरिक एसिड एक्वस अवस्था थाए रिएक्शन कला परे हमें पाइबु क्लोरीन Cl2 यह होची गैस अवस्था थाए प्लस MnCl2 यह केउ अवस्था थाए एक्वस अवस्था थाए प्लस H2O होची केउ अवस्था थाए ना H2 थाए लिक्विड अवस्था एटारे सॉलिड अछि एक्वस अछि गैस अछि लिक्विड अछि ताले चारोटी जाक अछि तो यार करेक्ट आंसर हबो ऑप्शन डी चारोटी एटारे चारोटी जाक व्यवहार करा जाय परिबो लिक्विड एक्वस सॉलिड गैस। नेक्स्ट क्वेश्चन निम्न रासायनिक पदार्थ मानक मध्यरु केउंठी सूर्य आलोक रे विघटित होय थाए NaCl AgBr CaCO3 PbNO3 यार करेक्ट आंसर हबो ऑप्शन बी सिल्वर ब्रोमाइड बा AgBr। नेक्स्ट क्वेश्चन आज शेष क्वेश्चन सोडियम सल्फेट रो जलीय द्रवण सह बेरियम क्लोराइड रो जलीय द्रवण मिसाइले केउ रासायनिक प्रतिक्रिया संघटित होय थाए सोडियम सल्फेट जलीय द्रवण सह बेरियम क्लोराइड जलीय द्रवण मिसाइले केउ रासायनिक प्रतिक्रिया संघटित होय थाए ऑप्शन गुडी कहला द्वैत विस्थापन प्रतिक्रिया विघटन प्रतिक्रिया संश्लेषण प्रतिक्रिया विस्थापन प्रतिक्रिया यार करेक्ट आंसर हबो ऑप्शन ए द्वैत विस्थापन प्रतिक्रिया काहे ना जेहेतु दुईटी आयन विनिमय हेउची तनो यह हबो द्वैत विस्थापन प्रतिक्रिया। एहीपरि प्रत्येक विषयर MCQ प्रैक्टिस चाहूथिले निश्चय कमेंट सेक्शन रे कमेंट करिवे।